এই যে কথাটি করছেন এইটাকে নকরি কৌশি এক মাধ্যম যেটা উত্তম মাধ্যম সরকার চয়ন করতু এবং তা থ্রুরে যদি খাদ্য সপ্লাই করা যায় বিভিন্ন মু দেখি রাউরকেলাରେ হচ্ছে ভুবনেশ্বরে মধ্যে হচ্ছে কালি মু নিউজ পেপর দেখিলি যে সরকার প্রতি স্কুলরে পিলাঙ্কর পৌষ্টিক বুড়িবা পাই ସେମାନେ ଅଣ୍ଡା ଗୋଟିଏ ଯେ ଦଉଥିଲେ ଏବେ ଅଧିକ ଅଣ୍ଡା ଦେବେ ଏବଂ ମାଣ୍ଡିଆ ଲଡୁ ଦେବେ ବହୁତ ଭଲ କଥା ଆଜ୍ଞା କିନ୍ତୁ ବେଳେ ବେଳେ ଦେଖାଯାଉଛି ଯେ ସ୍କୁଲ ମାଧ୍ୟମରେ ଦେବା ଅର୍ଥ କେବେ ଡାଲିରେ ପୋକ ବାହାରୁଛି କେବେ ଚାଉଳରେ ପୋକ ବାହାରୁଛି କେବେ ଚୋରି ହେଇଯାଉଛି କେବେ ଅଣ୍ଡା ବି ଖରାପ ରହୁଛି ବା କେବେ କେବେ ସେ ଜିନିଷ ଝିଟିପିଟି ପଡିଯାଉଛି ରୋଷେଇ କଲା ବେଳକୁ ଏଇ ପ୍ରକାର ବିଭିନ୍ନ ପ୍ରକାର ଇଏ ହଉଛି ଏସବୁ ଜିନିଷ ନ କରିକିରି ଯଦି ସରକାର କୌଣସି ଏକ ଉତ୍ତମ ମାଧ୍ୟମରେ ଯେଉଁମାନେ କି ଉତ୍ତମ ମାଧ୍ୟମରେ ଯେଉଁମାନେ କି ଭଲ ଖାଦ୍ୟ ଯୋଗାଇ ପାରିବେ ଏପରି କିଛି ସଂସ୍ଥା ଯୋଗାଡ଼ କରନ୍ତୁ ଯାହାଫଳରେ ପିଲାଙ୍କର ପୌଷ୍ଟିକତା ବଢ଼ିପାରିବ ଏବଂ ସରକାରଙ୍କର ଯେଉଁ ନୀତି କରିବାକୁ ଚାହୁଁଛନ୍ତି ବା ସରକାର ଯେଉଁ ପ୍ରଣାଳୀ କରିବାକୁ ଚାହୁଁଛନ୍ତି ତାର ମଧ୍ୟ ଯଥାର୍ଥ ରହିବ ଏହା କଲେ ପିଲାଙ୍କର ପୌଷ୍ଟିକତା ବର୍ତ୍ତମାନ ସେମାନେ ଯେଉଁ ତଳ ଶ୍ରେଣୀର ପିଲାଙ୍କ ଥିଲା ବର୍ତ୍ତମାନ ସରକାର କରୁଛନ୍ତି ତାକୁ ଅଧିକ କରି 10ମ ଶ୍ରେଣୀ ପର୍ଯ୍ୟନ୍ତ କରିବା ବହୁତ ସୁନ୍ଦର କଥା ଆଜ୍ଞା এটা কৌশি বিকশিত দেশে বা বিকশিত রাজ্যের সরকার করা কথা প্রতি সরকারকে আমি সেপাই তারিফ করছু কিন্তু এই যে কথাটি করছেন এইটাকে নকরি কৌশি এক মাধ্যম যেটা উত্তম মাধ্যম সরকার চয়ন করতু এবং তা থ্রুরে যদি খাদ্য সপ্লাই করা যায় বিভিন্ন মু দেখি রাউরকেলাରେ হচ্ছে ভুবনেশ্বরে মধ্যে হচ্ছে এটা তো আমি তো কইপারিবু সরকার কাহাକୁ চয়ন করবে এনজিও নাই কি যেকୌଣସି ଭଲ ସଂସ୍ଥା ଯେଉଁମାନେ ଦେଇପାରେ ଯାହା ଫଳରେ ଏଇ ଯେମିତି ବିଭିନ୍ନ ପ୍ରକାର କେଳେଙ୍କାରୀ ହଉଛି ଆଜି କିଏ ଚୋରି କରିଦେଲାଣି ଚାଉଳ ଗହମରେ କ'ଣ ମୁଗ ପୋକ ବାହାରୁଛି ଅଣ୍ଡା ପଚା ବାହାରୁଛି ଝିଟିପିଟି ପଡିଯାଉଛି ଏସବୁ ଗୁଡାକ ହୁଅନ୍ତାନି ଏବଂ ପିଲାମାନେ ଉତ୍ତମ ଖାଦ୍ୟ ଖାଇପାରନ୍ତେ। ଦେଶ ବିଦେଶର କୋଣ ଅନୁକୋଣର ଟିକନିକ ଖବର ଦେଖନ୍ତୁ ଆମ ସହ ୟୁଟ୍ୟୁବ ଫେସବୁକ୍ ଆଉ ଇନଷ୍ଟାଗ୍ରାମରେ ଆମକୁ ଦେଖନ୍ତୁ ଲାଇକ୍ ସେୟାର ଓ ସବସ୍କ୍ରାଇବ କରିବାକୁ ଆଦ୍ୟ ଭୁଲନ୍ତୁନି।